ତାପରେ କାଳି କହୁଛନ୍ତି ଆରେ ମତେ ତୁ ମାରିବୁ ଏମିତି କହିକି ରୋମିଙ୍କୁ ସେ ମାରୁଛନ୍ତି। ମୋ ଉପରକୁ ହାତ ଉଠେଇ ତମେ ଦି ଜଣ ବହୁତ ବଡ଼ ଭୁଲ କରିଛ, ମରିବ, ସବୁ ମରିବ। ସମୟ ଆଗେ ପୁରା ହେଇଯାଉ, ଆଗ ମୁଁ ତମ ଦି ଜଣଙ୍କୁ ମାରିବି। କହିଥିଲି ନା ମୁକ୍ତି ଯଦି ଠିକ୍ ଟାଇମ୍ରେ ସମୟରେ ଆସିକି ନ ପହଞ୍ଚେ ତମେମାନେ ସବୁ ମରିବ। ଏବେ ହବ ମୃତ୍ୟୁର ତାଣ୍ଡବ ହବ। ପ୍ରତିଟି ସେକେଣ୍ଡରେ ଗୋଟେ ଗୋଟେ ଜୀବନ ଯିବ, କେହି ବଞ୍ଚେଇ ପାରିବେନି, କେହି ବି ନୁହଁ। ଗୁଡ୍ ବାଏ ଦାସ ଫ୍ୟାମିଲି। ଏଇଆ କହିଲା ବେଳେ ଯୋଉ ଟାଇମ୍ରେ ଗୁଳି ଫୁଟେଇବାକୁ କାଳି ଯାଉଥିଲେ ସେଇ ଟାଇମ୍ରେ କାଳିଙ୍କ ହାତରେ ଗୋଟେ ଲୁହା ରଡ୍ ଆସିକି ବାଜୁଛି ଆଉ ତାଙ୍କ ବନ୍ଧୁକ ତଳକୁ ଗଳି ପଡୁଛି। ଆଉ କାଳି ପଛକୁ ବୁଲିକି ଅନେଇକି ଦେଖିଲା ବେଳକୁ ମୁକ୍ତି ଘର ପରିବାର ଲୋକ ସମସ୍ତଙ୍କୁ ବଞ୍ଚେଇକି ନେଇ ଆସିଛନ୍ତି। କାଳି ଏସବୁ ଦେଖିକି ବହୁତ ଜୋର ଡରି ଯାଉଛନ୍ତି। ତାପରେ ଆଦି ଯାଇକି ବିକ୍ରାନ୍ତକୁ କହୁଛନ୍ତି ବିକ୍ରାନ୍ତ ତୁ ଠିକ୍ ଅଛୁ ତ? ତାପରେ ମୁକ୍ତି କାଳିକୁ କହୁଛନ୍ତି ତମେ ମୋତେ 10 ମିନିଟ୍ ଦେଇଥିଲ ନା, ହେଇ ଦେଖ 10 ମିନିଟ୍ ପୁରା ହେଇଗଲା। ହେଲେ ମୁକ୍ତି ତାର ସବୁ ସମ୍ପର୍କୀୟକୁ ବଞ୍ଚେଇ ଦେଲା। ମୋ ବାପା ଆଉ ମୋ ଜେଜେମା ଆଉ ଜେଜେବାପା ଆଉ ମୋର 2 ଭଉଣୀ ଆଉ ମୋର ସ୍ୱାମୀ, ମୁଁ ସମସ୍ତଙ୍କୁ 10 ମିନିଟ୍ ଭିତରେ ବଞ୍ଚେଇକି ତମ ପାଖକୁ ନେଇ ଆସିଛି। ତମ ଭଳି ରାକ୍ଷସର ଆଜି ଅନ୍ତ ହବ, ସେଇଟା ବି ମୋ ହାତରେ। ଛାଡ଼ିବିନି ତମକୁ ମୁଁ। ତମେ ଯେମିତି ମୋତେ ଆଉ ମୋର ପୁରା ପରିବାରକୁ କଷ୍ଟ ଦେଇଛ ସେଇଭଳିଆ ମୁଁ ତମକୁ ଛଟପଟ କରିକି ମାରିବି। ମୋ ମାଆକୁ ମାରିକି ମୋତେ ଅନାଥ କରିଥିଲ ନା, ଆଜି ଠିକ୍ ସେଇଭଳି ମୁଁ ତମକୁ ମାରିକି ଏ ପୃଥିବୀକୁ ବିନାଶ କରିବି। ତାପରେ କାଳି ହସିକି କହୁଛନ୍ତି ଏ କାଳି ସିଂଦେବକୁ ବିନାଶ କରିବା ଏତେ ବି ସହଜ ନୁହଁ ମୁକ୍ତି। ତାପରେ କାଳିଙ୍କ ଭାଇ କହୁଛନ୍ତି କାଳିଙ୍କୁ କାଳି ତୁ ଆଜି ଯାଏଁ ଯେତିକି ପାପ କରିଛୁ ନା, ଭୁଲିବା ପାଇଁ ଗୋଟେ ବି ସୁଯୋଗ ତୋ ପାଇଁ ଯଥେଷ୍ଟ ନୁହଁ। ତୁ ଏବେ ତ ସୁଧୁରି ଯା। ଆରେ ଏ ପିଲାର ତ ତୁ ସବୁ କିଛି ଛଡ଼େଇ ନେଇଛୁ, ଆହୁରି ଥରେ ବି ତୁ ସବୁ କିଛି ଛଡ଼େଇ ନେବାକୁ ବସିଛୁ। ରକ୍ତର ସମ୍ପର୍କ ନ ହେଲେ ବି ସିଏ ତୋତେ ପିଲାଟି ଦିନରୁ ଦାଦା ବୋଲିକି ମାନି ଆସିଛି। ଆଉ ସେ ଭାବି ଆସିଛି ଯେ ମୋର କିଛି ବିପଦ ଆପଦ ଆସିଲେ ମୋ ଦାଦା ମୋତେ ରକ୍ଷା କରିବେ। ହେଲେ ଛି ତୁ ତାକୁ ମାରିବାକୁ ବସିଛୁ। ତାପରେ ମୁକ୍ତି କହୁଛନ୍ତି ହଁ ମୁଁ ତାକୁ ମାରିବି, କାହିଁକି ନା ସେ ମୋର ସର୍ବନାଶ କରିଛି। ତାପରେ ଆଦିଙ୍କ ଜେଜେମା କହୁଛନ୍ତି ନାଇଁ ଛାଡ଼ିଦେ ମୁଁ ସୁନ୍ଦରୀ କିଛି ବି ଭୁଲ କରିନି, ଛାଡ଼ିଦେ। ତାପରେ ଆଦି ଯାଇକି ମୁକ୍ତିଙ୍କ ଆଗରେ ଛିଡ଼ା ହେଇଯାଉଛନ୍ତି, କହୁଛନ୍ତି କାଳି। ତାପରେ କାଳି କହୁଛନ୍ତି ଆଗକୁ ବଢ଼ନି ଆଦିତ୍ୟ ଦାସ, ଏ ମୁକ୍ତି ସହିତ ମୁଁ ତତେ ବି ମାରିଦେବି। କାଳି କହୁଛନ୍ତି ରହିଯା। ଏମିତି କହିଲା ବେଳେ ଆଦି କାଳିଙ୍କ ଠାରୁ ବନ୍ଧୁକ ନେଇକି ତାଙ୍କ ମୁଣ୍ଡରେ ରଖୁଛନ୍ତି। ତାପରେ ଆଦି କାଳିକୁ ମାରୁଛନ୍ତି ଆଉ ଜେଜେମା ଆଉ ଜେଜେବାପା ଯାଇକି ଘର ଲୋକ ସମସ୍ତଙ୍କୁ ଖୋଲି ଦଉଛନ୍ତି। ତାପରେ ଘର ଲୋକ ସମସ୍ତେ ମିଶିକି ସେ ଗୁଣ୍ଡାମାନଙ୍କୁ ମାରୁଛନ୍ତି। ତାପରେ ରୋମି କହୁଛନ୍ତି ପିଇସି ମା ଦେଖିଲ ନା ମୋର 2.5 କିଲିଆ ହାତ, ପାଣି ସମୁଦ୍ର ପାଲଟିଗଲା, ଦେଖ। ତାପରେ ପିଇସି ମା କହୁଛନ୍ତି ହେଇଟି ଜୋଇଁ ପୁଅ ତମ ପିଇସି ମା ବି କୌଣସି ଦିନରୁ କମ ନୁହନ୍ତି, ହେଇ ଦେଖ ମୁଁ ମାରି ମାରି ତା ଅବସ୍ଥା କ'ଣ କରିଛି। ତାପରେ ଆଦିଙ୍କ ଜେଜେବାପା କହୁଛନ୍ତି ଓହୋ ମୁଁ ଶୂନ୍ୟରେ ଯାହା କହୁଛି ସତ କହିବି, ଗୀତା ଶୁଣି ସବୁବେଳେ ସତ କହିବି, ସତ ଛଡ଼ା ମିଛ ତ କହିବିନି ଆଉ। ମୁଁ ତ କେବେ ମିଛ କୁହେନି ଆଉ। ଦେଖ ମୁଁ ମାରିକି ତା ଅବସ୍ଥା ଖରାପ କରିଦେଇଛି। ତମ 2 ଜଣଙ୍କ ଠାରୁ ମୋର ଟିକେ ଅଧିକ ବଳ ବେଶୀ। ହେଇଟି ଲାଲି ତମେ ଯଦି କହିବ ଆର ମୁହଁର ନକ୍ସା ଆହୁରି ମୁଁ ବଦଳେଇ ଦେବି। ହେଇଟି ଜୋଇଁ ପୁଅ ତଳ ଆଡ଼କୁ ଯାଅନି, ଉପର ଆଡ଼ୁ ମାର। ତାପରେ ଆଦି କାଳି ମରାମରି ଲାଗୁଛନ୍ତି। ଆଦି କାଳିକୁ ମାରୁଛନ୍ତି ଆଉ କାଳି ଆଦିକୁ ମାରୁଛନ୍ତି। ସେଇ ଟାଇମ୍ରେ ମୁକ୍ତିଙ୍କ ମୁଣ୍ଡ ଜୋରସେ ବୁଲଉଛି। ତାପରେ ଆଦି କାଳିକୁ ମାରୁଥିଲା ବେଳେ କାଳି ଆଦିଙ୍କୁ ମାରୁଥିଲା ବେଳେ ସେଇ ଟାଇମ୍ରେ ପୋଲିସ ଆସିକି ସେଠି ପହଞ୍ଚି ଯାଉଛନ୍ତି। ତାପରେ ଆଦି କାଳିକୁ ପୋଲିସ ହାତରେ ଦେଇ ଦଉଛନ୍ତି। ତାପରେ କାଳି ଆଦିକୁ କହୁଛନ୍ତି ଆଜିଠାରୁ ଜେଲର ଅନ୍ଧାର ହିଁ ତୋ ପାଇଁ ଦୁନିଆ, ନେଇଯାଆନ୍ତୁ ଆକୁ। ତାପରେ ମୁକ୍ତି କହୁଛନ୍ତି ମିଷ୍ଟର ରୋମ ମୋ ବାପା, ତାକୁ ଏବେ ହସ୍ପିଟାଲ ନେବାକୁ ପଡ଼ିବ, ଜଲ୍ଦି ଆମ୍ବୁଲାନ୍ସକୁ ଫୋନ୍ କରନ୍ତୁ। ତାପରେ ରୋମି କହୁଛନ୍ତି ହଁ ମୁଁ କଲ୍ କରୁଛି। ତାପରେ ମୁକ୍ତି ଆଦିଙ୍କ ପାଖକୁ ଆସିକି କହୁଛନ୍ତି ଆଦି ମୁଁ ସମସ୍ତଙ୍କୁ ବଞ୍ଚେଇ ଦେଲି, ମୁଁ ମୋ କାମ କମ୍ପ୍ଲିଟ୍ କରିଦେଲି। ଏମିତି କହିକି ମୁକ୍ତି ବେହୋସ ହେଇଯାଉଛନ୍ତି। ସେଇ ଟାଇମ୍ରେ ଆଦି ମୁକ୍ତିଙ୍କୁ ଧରି ନେଉଛନ୍ତି। ତାପରେ ଆଦି କହୁଛନ୍ତି ମୁକ୍ତି ଏସବୁ ଦେଖିକି ଘର ଲୋକ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କିନ୍ତୁ ଏସବୁ ଦେଖିକି କାଳି ବହୁତ ଖୁସି ହେଇଯାଉଛନ୍ତି। ତାପରେ ଆଦି କହୁଛନ୍ତି ମୁକ୍ତି ଆଖି ଖୋଲ। ସେଇ ଟାଇମ୍ରେ ଆଦିଙ୍କ ଜେଜେମା କହୁଛନ୍ତି ସାପର ଚିହ୍ନ ମୁକ୍ତିର ଗୋଡ଼ରେ। ଆଦି ଏସବୁ ଦେଖିକି ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତା ପୂର୍ବରୁ ଘଟିଯାଇଥିବା କିଛି ଘଟଣା ଆଦିଙ୍କର ମନେ ପଡ଼ୁଛି। ସେ ମୁକ୍ତିକୁ ପଚାରୁଥିଲେ ମୁକ୍ତି କ'ଣ ହେଲା, ମୁକ୍ତି କିନ୍ତୁ ଆଦିଙ୍କୁ ମିଛ କହିଲେ ମୋର କିଛି ବି ହେଇନି ଚାଲ। ହଁ ଦର୍ଶକ ବନ୍ଧୁ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।